ଲେମ୍ବୁ ଏବଂ କାଜୁ ଚାଷ ବିଷୟରେ ଚର୍ଚ୍ଚା କରିବା। ନମସ୍କାର ସାଙ୍ଗମାନେ, ମୁଁ ଲାଜାରୁ। ଲେମ୍ବୁ ଓ କାଜୁ ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଫସଲ। ଏହି ଦୁଇଟି ଚାଷ କୃଷକଙ୍କ ପାଇଁ ଲାଭଦାୟକ। ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ। କାଜୁ ଏକ ପୌଷ୍ଟିକ ଶୁଷ୍କ ଫଳ ଅଟେ। ଲେମ୍ବୁ ଗଛ ସବୁ ପ୍ରକାର ଜଳବାୟୁରେ ବଢ଼ିପାରେ। କାଜୁ ଗଛ ଉଷ୍ଣ ଓ ଶୁଷ୍କ ଜଳବାୟୁରେ ଭଲ ବଢ଼େ। ଉଭୟ ଚାଷ ପାଇଁ ଉତ୍ତମ ନିଷ୍କାସନ ଥିବା ମାଟି ଆବଶ୍ୟକ। ବର୍ଷା ଋତୁରେ ଚାରା ରୋପଣ କରିବା ଭଲ ଗୁଣବତ୍ତାର ଚାରା ବାଛିବା ଦରକାର। ସମୟ ମତେ ସାର ଓ ପାଣି ଦେବା ଉଚିତ। ଆଗାଛା ସଫା କରିବା ଜରୁରୀ। ରୋଗ ଓ ପୋକ ନିୟନ୍ତ୍ରଣ କରିବା ଆବଶ୍ୟକ। ଲେମ୍ବୁ ଗଛରେ ବର୍ଷକୁ ଅନେକ ଥର ଫଳ ଆସେ। କାଜୁ ଗଛରେ ଋତୁ ଅନୁଯାୟୀ ଫଳ ହୁଏ। ପାଚିଲା ଫଳ ସମୟରେ ତୋଳିବା ଉଚିତ। ଲେମ୍ବୁ ବଜାରରେ ସବୁବେଳେ ଚାହିଦା ଥାଏ। କାଜୁର ଚାହିଦା ଦେଶ ଓ ବିଦେଶରେ ଅଧିକ। ଏହି ଚାଷରୁ କୃଷକ ଭଲ ଆୟ କରିପାରନ୍ତି। କାଜୁ ବିହନରୁ କାଜୁ ବାଦାମ ପ୍ରସ୍ତୁତ ହୁଏ। ଲେମ୍ବୁରୁ ରସ, ଆଚାର ଓ ପାନୀୟ ତିଆରି ହୁଏ। କାଜୁରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଏ। ଉନ୍ନତ ଚାଷ ପଦ୍ଧତି ଅନୁସରଣ କଲେ ଉତ୍ପାଦନ ବଢ଼େ। ଜୈବ ସାର ବ୍ୟବହାର କଲେ ମାଟିର ଉର୍ବରତା ବଢ଼େ। ନିୟମିତ ଛଟାଇ କଲେ ଗଛ ସୁସ୍ଥ ରହେ। ଚାଷୀମାନେ ସରକାରୀ ପ୍ରଶିକ୍ଷଣ ନେବା ଉଚିତ। ଲେମ୍ବୁ ଓ କାଜୁ ଚାଷ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରେ। ଏହା ଅନେକ ଲୋକଙ୍କୁ ରୋଜଗାର ଦେଇଥାଏ। ଭଲ ଯତ୍ନ ନେଲେ ଅଧିକ ଲାଭ ମିଳେ। ଲେମ୍ବୁ ଓ କାଜୁ ଚାଷ କୃଷକଙ୍କ ଜୀବନମାନ ଉନ୍ନତ କରେ। ତେଣୁ ଲେମ୍ବୁ ଓ କାଜୁ ଚାଷ ଆମ କୃଷିର ଏକ ମୂଲ୍ୟବାନ ସମ୍ପଦ।